ଅରବିନ୍ଦ ଶରଣଂ ମମ। ଓରୋ ସର୍ଭିସ ଅନଲାଇନ ଆଇଡି ମାଧ୍ୟମରେ ଯୋଗଦାନ କରିଥିବା ସମସ୍ତ ମାତୃପ୍ରେମୀ ଭାଇ ବାପାଙ୍କୁ ସାଦର ସପ୍ରେମ ନମସ୍କାର ଏବଂ ଅଭିନନ୍ଦନ ସହିତ ସ୍ୱାଗତ କରୁଛି। ମାଙ୍କର ଅଶେଷ କୃପାରୁ ଆମେ ବାରମ୍ବାର ତାଙ୍କର ଦିବ୍ୟ ବାଣୀର ସାନ୍ନିଧ୍ୟ ଲାଭ କରି ଆସୁଛନ୍ତି। ଏଥିପାଇଁ ଅଶେଷ କୃତଜ୍ଞତା ଜଣାଇବା ଏବଂ ପ୍ରାର୍ଥନା କରିବା ଯେମିତି ତାଙ୍କରି ବାଣୀର ମର୍ମ ତାଙ୍କର ହିଁ କୃପାରୁ ଆମ ଚେତନାରେ ଯଥାର୍ଥ ଭାବରେ ପ୍ରକାଶିତ ହଉ। ପ୍ରକୃତରେ ମଣିଷର ସାମର୍ଥ୍ୟ ନାହିଁ ସେସବୁ ବାଣୀର ଯଥାର୍ଥ ମର୍ମ ଉପଲବ୍ଧି କରି ତାକୁ ଆଚରଣରେ ପ୍ରକାଶିତ କରିବା ପାଇଁ। କେବଳ ତାଙ୍କରି କୃପାରେ ହିଁ ଆମ ଭିତରେ ସେ ଆବଶ୍ୟକୀୟ ଗ୍ରହଣଶୀଳତା ପ୍ରସ୍ତୁତ କରିବ। ଆମର କେବଳ ଯାହା କରିବାର ଅଛି ସେଟା ହେଉଛି ଗୋଟେ ଗଭୀର କୃତଜ୍ଞତାର ଭାବ, ଆତ୍ମନିବେଦନର ଭାବ ଏବଂ ଗୋଟେ ନିରନ୍ତର ପ୍ରାର୍ଥନା କି ମୁଁ ଯେମିତି ଅଧିକରୁ ଅଧିକ ମାଙ୍କ ପ୍ରତି, ପ୍ରଭୁଙ୍କ ପ୍ରତି, ତାଙ୍କରି ଆଲୋକ ପ୍ରତି ଗ୍ରହଣଶୀଳ ହୁଏ। ନିଜ ଭିତରେ ଏ ଦିବ୍ୟ ଗ୍ରହଣଶୀଳତା ଉତ୍ତରୋତ୍ତର ବୃଦ୍ଧି ପାଇଁ ଆମେ ମାଙ୍କୁ ପ୍ରାର୍ଥନା କରିବା। ତଦ୍ୱାରା ଆମେ ଦେଖିବା ଆମର ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ, ପ୍ରତ୍ୟେକଟି କର୍ମ, ପ୍ରତ୍ୟେକଟି ଅନୁଭୂତି ଆମ ପାଇଁ ଆତ୍ମ ଉତ୍ତରଣର ଗୋଟେ ଗୋଟେ ମାଧ୍ୟମ ହେଇଯିବ, ଆମ ପାଇଁ ସାଧନାର ମାର୍ଗ ହେଇଯିବ। ତେଣୁ ଏହି ମନୋଭାବଟି ସହିତ ଆମେ ଆଜିର ଆଲୋଚ୍ୟ ପ୍ରସଙ୍ଗ ଭିତରକୁ ପ୍ରବେଶ କରିବା। ଆଜିର ପ୍ରସଙ୍ଗ କର୍ମରେ ଯଥାର୍ଥ ମନୋଭାବ, ଦ ରାଇଟ୍ ଆଟିଚ୍ୟୁଡ ଇନ୍ ୱାର୍କ। ରାଇଟ୍ ସ୍ପିରିଟ୍ କରୁଥିଲେ ବୋଧେ ଆଉ ଟିକେ ଅଧିକ ଭଲ ହେଇଥାନ୍ତା। ରାଇଟ୍ ସ୍ପିରିଟ୍ ଇନ୍ ୱାର୍କ। ଯାହା ହଉ ସେ ମର୍ମଟି ଏକ। କର୍ମ କଲାବେଳେ ଆମର ମନୋଭାବ, ଆମର ଚେତନାଗତ ଅବସ୍ଥା କିଭଳି ରହିବା ଦରକାର। ସାଧାରଣତଃ ଆମେ ଯେଉଁ ଅବସ୍ଥାରେ ବା ଯେଉଁ ଚେତନାଗତ ଅବସ୍ଥାରେ ଆମେ କର୍ମ କରୁଥାଉ ସେଠି ମୁଖ୍ୟ ଭୂମିକା ଗ୍ରହଣ କରି ଆମର ଅହଂ। ପ୍ରଥମତଃ ଆମେ ଏ କଥାକୁ ନିଃସନ୍ଦେହ ଭାବରେ ଧରି ନେଇଥାଉ ଯେ କର୍ମଟି ଆମେ ହିଁ କରୁଛୁ। ସେ କର୍ମର ପ୍ରେରଣା ମଧ୍ୟ ଆମ ଭିତରୁ ଆସିଛି। ସେ କର୍ମରେ ଆବଶ୍ୟକୀୟ ବୁଦ୍ଧି ଓ କୌଶଳ ତାହା ବି ଆମର ନିଜର। କର୍ମରେ ଆବଶ୍ୟକ ଶକ୍ତି ତାହା ବି ଆମ ଭିତରୁ ଆସୁଛି, ଶାରୀରିକ, ମାନସିକ, ପ୍ରାଣିକ ସବୁ। ସେ ଶକ୍ତିର ଉତ୍ସ ମଧ୍ୟ ଆମେ। ଏବଂ ସେ କର୍ମରୁ ଯାହା ପରିଣାମ ଆମକୁ ମିଳିବ ସେଥିରେ ମଧ୍ୟ ଆମର ପୂର୍ଣ୍ଣ ଅଧିକାର, ଯେହେତୁ କର୍ମଟି ଆମେ ସମ୍ପାଦନ କରିଛନ୍ତି। ଏଇଟା ହେଉଛି ସାଧାରଣ ମଣିଷର କର୍ମ ବା କର୍ମ କରିବାର ପଦ୍ଧତି ବା ପ୍ରକ୍ରିୟା। ଆମେ ପ୍ରଭୁଙ୍କର ଏବଂ ମାଙ୍କର ବାଣୀର ଆଧାରରେ এই ବିଷୟକୁ ତର୍ଜମା କରିବା, ବିଶ୍ଳେଷଣ କରିବା ଏବଂ ଦେଖିବା ଯେ ଆମର ତ୍ରୁଟି କେଉଁ କେଉଁ ଜାଗାରେ ରହିଛି ଏବଂ କିଭଳି ଭାବରେ ପ୍ରକୃତରେ କର୍ମ କରାଯିବା କଥା।
ତା ପୂର୍ବରୁ ଆଉ ଗୋଟେ ସାଧାରଣ ଅନୁଭୂତି ମୁଁ ଏଠି ଉପସ୍ଥାପନ କରିବାକୁ ଚାହୁଁଛି ଯେ ପ୍ରାୟତଃ ଆମେ ସମସ୍ତେ ଏ ଗୋଟେ ସାଧାରଣ ଅଭିଯୋଗ କରିଥାଉ ଯେ କର୍ମଟି ବା ଯେକୌଣସି କର୍ମ ଆମର ଜୀବନରେ ଯାହା ଆମକୁ ଦାୟିତ୍ୱ ଦିଆହେଇଛି ତାହା ଆମର ସାଧନାରେ ବାଧା ସୃଷ୍ଟି କରୁଛି। କାହାକୁ କର୍ମର ପରିଣାମ ଟିକେ ବୋଝ ହେଇଯାଉଛି ତ, କାହାକୁ କର୍ମର ପ୍ରକାର ଭେଦ ବୋଝ ହେଇଯାଉଛି, କାହାକୁ କର୍ମର ଗୁଣବତ୍ତାରେ ସେ ସାଲିସ କରିବାକୁ ବାଧ୍ୟ ହେଉଛି ଏବଂ ଯଦି କରୁନାହିଁ ତାହେଲେ କର୍ମଟି ତା ଉପରେ ଭାରି ହେଇଯାଉଛି। କର୍ମର ଆଧିକ୍ୟ ଏବଂ ଚାପ ଆମର ସାଧନାରେ ବାଧା ସୃଷ୍ଟି କରୁଛି ବୋଲି ପ୍ରାୟତଃ ଆମେ ଅଭିଯୋଗ କରିଥାଉ। ଅନେକ ସମୟରେ ଆମେ ସିଧାସଳଖ ଏଭଳି କହିଦେଉ ଯେ ଏସବୁ କର୍ମରୁ ମୁକ୍ତ ହେଇକରି ଭାରଶୂନ୍ୟ ହେଇକରି ନିରୋଳାରେ ଏକାନ୍ତରେ ମୁଁ ଯଦି କିଛି ସମୟ ବସିପାରନ୍ତି ଏବଂ ଦୀର୍ଘ ସମୟ ତାହେଲେ ଭଲ ଭାବରେ ସାଧନା କରିପାରନ୍ତି, ଭଲ ଭାବରେ ଭଗବାନଙ୍କୁ ମାଙ୍କୁ ଡାକି ପାରନ୍ତି, ଭଲ ଭାବରେ ପ୍ରାର୍ଥନା କରିପାରନ୍ତି, ଭଲ ଭାବରେ ତାଙ୍କ ସହିତ ଯୋଡି ହେଇପାରନ୍ତି। କାରଣ ସାଧନା ମାତ୍ରକେ ତ ଏକାନ୍ତବାସ ଆବଶ୍ୟକ ନା, ନିର୍ଜନତା, ସଲିଟ୍ୟୁଡ, ଏସବୁ ସାଧନାର ଆବଶ୍ୟକୀୟ ବା ସାଧନା ପାଇଁ ଅନୁକୂଳ କ୍ଷେତ୍ର ବୋଲି ଆମର ଚିରାଚରିତ ଧାରଣା ରହିଯାଇଥାଏ। ଆବହମାନ କାଳରୁ ଆମର ଏ ଧାରଣା। ଆମେ ସବୁବେଳେ ସାଧନା ଏବଂ ସାଧାରଣ ଜୀବନକୁ ପରସ୍ପର ବିପରୀତ ଭାବରେ ଦେଖିଥାଉ ଏବଂ ଜୀବନରେ ସାଧନାକୁ ଆମେ ଗୋଟେ ଛୋଟିଆ ସ୍ଥାନ ଦେଇଥାଉ। ଜୀବନ ବଞ୍ଚିବା ଭିତରେ କିଛି ସମୟ ଆମେ ସାଧନା କରିବା, କିଛି ସମୟ ଯୋଗ କରିବା, କିଛି ସମୟ ପ୍ରାଣାୟାମ କରିବା, କିଛି ସମୟ ଭଗବତ ଆରାଧନା କରିବା। ପ୍ରକୃତରେ ଆମର ବୁଝିବାରେ ସର୍ବପ୍ରାଥମିକ ମୌଳିକ ଦ୍ୱନ୍ଦ୍ୱ ଏବଂ ଭ୍ରାନ୍ତି ହେଉଛି ଏଇଟା ଯେ କର୍ମ ଏବଂ ସାଧନା ପରସ୍ପର ପରିପନ୍ଥୀ, ମ୍ୟୁଚୁଆଲି ଏକ୍ସକ୍ଲୁସିଭ। ଆମେ ଦିଟାକ ଏକା ସାଙ୍ଗରେ କରିପାରିବା ନାହିଁ, ଏଇଟା ଆମର ଧାରଣା। କର୍ମ ଅଲଗା, ସାଧନା ଅଲଗା। ସେଥିପାଇଁ ଆମେ ଆମର ନିଜ ଘରେ ମଧ୍ୟ ଭଗବାନଙ୍କ ପାଇଁ ଗୋଟେ ଛୋଟିଆ ଘରଟେ କରିଥାଉ, ଗୋଟେ ଛୋଟ ସ୍ଥାନ କିମ୍ବା ଯାହାର ଆହୁରି ଅଧିକ ଛୋଟ ଘର ହେଇଥିବ ସେ କୌଣସି ନିର୍ଦ୍ଦିଷ୍ଟ କୋଠର ଗୋଟେ କୋଣରେ ଭଗବାନଙ୍କ ପାଇଁ ଖଟୁଲିଟେ ରଖିଥିବ କିମ୍ବା ଛୋଟିଆ ମନ୍ଦିରଟେ କରିଥିବ। ସେତିକି ଆମର ଦରକାର। ଭଗବାନଙ୍କର ଆବଶ୍ୟକତା ଆମ ଜୀବନରେ ସେତିକି, ଯୋଗର ଆବଶ୍ୟକତା ଆମ ଜୀବନରେ ସେତିକି। ଆମ ପାଇଁ ଜୀବନଟା ହଉଛି ମୁଖ୍ୟ, ଯୋଉଥିରେ ନାୟକ ହଉଛି ମୁଁ। ଆମେ ସମସ୍ତେ ଏ ଜୀବନ ନାଟକରେ ନିଜକୁ ହିଁ ନାୟକ ରୂପେ ମଣ୍ଡିତ କରିଥାଉ, ଚିତ୍ରିତ କରିଥାଉ। ନିଜକୁ କେନ୍ଦ୍ର କରି ସତେ ଯେମିତି ସାରା ଜଗତଟା ଘୁରୁଛି। ଆମେ ଭୁଲି ଯାଉ, ସମସ୍ତେ ତ ସେଭଳି ଭାବୁଛନ୍ତି। ତାହେଲେ କିଏ ପ୍ରକୃତରେ ନାୟକ? ଜାଣିବା ସତ୍ତ୍ୱେ ମଧ୍ୟ ଆମେ ତାକୁ ଅସ୍ୱୀକାର କରିଦେଉ, ଅଙ୍ଗୀକାର କରୁନା। ଆମେ ଜାଣୁ ସେ ମହାନାୟକ ହଉଛନ୍ତି ସିଏ, ଯେତେ ନାଟକର ଅସଂଖ୍ୟ ନାଟକ, ଏଭଳି ଅସଂଖ୍ୟ ଜଗତ, ଅସଂଖ୍ୟ ନାଟକର ଯେ ରଚୟିତା, ନାଟକ ଗୋବର୍ଦ୍ଧନ ସିଏ ହିଁ ଏକା କରି କରାଉଥାଏ ସେହି, ତା ବିନା ଅନ୍ୟ ଗତି ନାହିଁ ଆମେ କହିଦଉ, କିନ୍ତୁ ଭିତରେ ବିଶ୍ୱାସ କରୁନା। ଭିତରେ ଭାବୁ ଆମେ ନିଜେ କରୁଛୁ। ଏଇଟା ହଉଛି ସେ ମାୟା, ଏଇଟା ହଉଛି ସେ ଅଜ୍ଞାନତା ଯାହା ଭଗବାନ ହିଁ ସୃଷ୍ଟି କରିଛନ୍ତି। କିନ୍ତୁ ସେ ଅଜ୍ଞାନତା ଭିତରେ ସେ ଜ୍ଞାନର ସ୍ଫୁଲିଙ୍ଗଟି ଅବଶ୍ୟ ଛାଡି ଯାଇଛନ୍ତି, ଯାହାକି ଆମର ବିବେକ ରୂପରେ ପ୍ରକାଶିତ ହୁଏ।
ଅନ୍ତର୍ଜ୍ଞାନ ରୂପରେ ପ୍ରକାଶିତ ହୁଏ। ଅନେକ ମାଧ୍ୟମ ଅଛି ସତ୍ୟ ସହିତ ପରିଚିତ ହେବା ପାଇଁ, କିନ୍ତୁ ଅଜ୍ଞାନତାର ଆବରଣ ଏତେ ବେଶୀ ଯେ ସତ୍ୟର ସୂଚନା ମିଳିଲେ ମଧ୍ୟ ଆମେ ତାକୁ ବାରମ୍ବାର ଭୁଲି ଯାଉ, ଅସ୍ୱୀକାର କରୁ ଏବଂ ନିଜର ପ୍ରଗତିକୁ ବ୍ୟାହତ କରୁ। ତେବେ ସେ ଯାହା ହଉ, ଯଥାର୍ଥ ମନୋଭାବଟି ଆମେ କଣ ଦେଖିବା ଯେ ଯଥାର୍ଥ ମନୋଭାବଟି ହେଲା ଯେ କର୍ମ ଏବଂ ସାଧନା ଏ ଦୁଇଟି ପରିପନ୍ଥୀ ନୁହେଁ। ଯେପର୍ଯ୍ୟନ୍ତ ଆମେ ଭାବୁଥିବା ଯେ କର୍ମ ସାଧନାରେ ଅନ୍ତରାୟ ବା ବାଧା, ସେ ପର୍ଯ୍ୟନ୍ତ ଆମେ କର୍ମର ଅର୍ଥ ବୁଝିନାହାନ୍ତି, ସେ ପର୍ଯ୍ୟନ୍ତ ଆମେ ସାଧନାର ଅର୍ଥ ବି ବୁଝିନାହାନ୍ତି। ନା ଏଇଟା ବୁଝିଛନ୍ତି ନା ସେଇଟା ବୁଝିଛନ୍ତି, ମାନେ କିଛି ବି ଠିକ ଭାବରେ ହଉନାହିଁ। ନା କର୍ମ ହଉଛି ଠିକ ଭାବରେ, ନା ସାଧନା ହଉଛି। କାରଣ ପ୍ରକୃତରେ କର୍ମ ଯଦି ଠିକ ଭାବରେ ଜଣେ କରିବ ତାହେଲେ ସେଇଟା ହିଁ ସାଧନା। ସାଧନାରେ ପରିଣତ ହେଇଯିବ ବୋଲି ମୁଁ କହିବିନି, ସେଇଟା ହିଁ ତାର ସାଧନା। ଏବଂ ଏ ବିଷୟରେ ଯେତେ ସବୁ ଯୁଗେ ଯୁଗେ ଯେତେ ସବୁ ଦ୍ରଷ୍ଟା ଜ୍ଞାନୀ ସାଧକ ମାନେ ଆବିର୍ଭୂତ ହେଇଛନ୍ତି ଏ ଭାରତବର୍ଷରେ ଏବଂ ପାଶ୍ଚାତ୍ୟ ଜଗତରେ ମଧ୍ୟ, ସମସ୍ତେ ଏକଥାରେ ଏକମତ ହେଇଛନ୍ତି। ମାଙ୍କର ଗୋଟେ ସୁନ୍ଦର ବାଣୀ ଅଛି, ଦେଖନ୍ତୁ। 25 ଜାନୁଆରୀ 1938 ମା କଥାଟି କହିଥିଲେ। କହୁଛନ୍ତି, ଆଇ ମେକ୍ ନୋ ଡିଫରେନ୍ସ ବିଟୱିନ୍ ୱାର୍କ ଆଣ୍ଡ ଯୋଗ। ୱାର୍କ ଇଟସେଲ୍ଫ ଇଜ ଯୋଗ if it is done in a spirit of dedication and surrender। ମା କହୁଛନ୍ତି, ମୁଁ କର୍ମ ଏବଂ ଯୋଗ ଭିତରେ କୌଣସି ପାର୍ଥକ୍ୟ ଦେଖୁନାହିଁ। କର୍ମ ନିଜେ ହିଁ ଯୋଗ ହେଇଯାଏ ଯଦି ତାହା ଗୋଟେ ଉତ୍ସର୍ଗ ଏବଂ ସମର୍ପଣ ଭାବ ସହିତ କରାଯାଏ। ଯେମିତି ଆମେ କହୁ, କହି ଜାଣିଲେ କଥା ସୁନ୍ଦର, ସେମିତି କରି ଜାଣିଲେ ପ୍ରତ୍ୟେକଟି କର୍ମ ଯୋଗରେ ପରିଣତ ହେଇଯିବ ବା ଯୋଗର ଗୋଟେ ମାଧ୍ୟମ ହେଇଯିବ। ପ୍ରକୃତରେ ଯୋଗ କଣ? ଯୋଗ ହଉଛି ଭଗବାନଙ୍କ ସହିତ ଯୋଡି ହେବା। ବାରମ୍ବାର ତାଙ୍କ ସହିତ ଯୋଡି ହେଇ 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 ଶେଷରେ ଆମେ ଗୋଟାପଣେ ଭଗବାନ ହେଇଯିବା, ଅନ୍ତିମ ଲକ୍ଷ୍ୟ ଯୋଉଟା। ଏବଂ ସେ ଯୋଉ ଯୋଡି ହେବା, ଯୋଡି ହେବା ପାଇଁ ଗୋଟେ କିଛି ମାଧ୍ୟମ ଦରକାର ନା, ବାହାନା ଦରକାର। ଏଇ ଅବସ୍ଥାରେ ସେଇ ବାହାନା, ସେ ମାଧ୍ୟମ, ସେ ଚ୍ୟାନେଲଟା ହଉଛି କର୍ମ। ଆମେ ତ ସେ ଚ୍ୟାନେଲଟା ହିଁ ଡିସକାର୍ଡ କରିଦଉଛୁ। ଯୋଡି ହେବା କେମିତି? ବିନା କର୍ମରେ ଯୋଡିବା କେମିତି? ମନକୁ ଯୋଡିଦବା, ମନ କଳ୍ପନାରେ ଦେଖିଦବ ଭଗବାନଙ୍କୁ, ତାଙ୍କ ସହିତ ଯୋଡି ହେଇଯିବ। ପ୍ରାଣ ମଧ୍ୟ ତାର ଆବେଗ ପ୍ରବେଗ ମାଧ୍ୟମରେ ଭଗବାନଙ୍କ ସହିତ ଗୋଟେ ନିବିଡତା, ଗୋଟେ ପ୍ରେମ, ଗୋଟେ ଆକର୍ଷଣ ଅନୁଭବ କରିବ, ସେ ବି ଯୋଡି ହେଇଯିବ। କିନ୍ତୁ ଶରୀର ବିଚାରା, ଇଏ ତ ଜଡ, ୟା ନିଜ ଭିତରେ କିଛି ଅନୁଭୂତି ନାହିଁ। ଯାହା ଅନୁଭବ କରୁଛନ୍ତି ଇନ୍ଦ୍ରିୟ ଗଣ, ଜଡକୋଷ ଗୁଡାକ ତ ଅନୁଭବ କରିପାରୁନାହାନ୍ତି ସେ ଦିବ୍ୟ ସ୍ପର୍ଶ। ପୁଣି ସେମାନେ ଆସ୍ପୃହା ମଧ୍ୟ କରିପାରୁନାହାନ୍ତି। ତାଙ୍କ ଭିତରେ ସେଇ ଜ୍ଞାନ ନାହିଁ, ସେଇ କମ୍ପନ ନାହିଁ, ସେଇ ଶକ୍ତି ସାମର୍ଥ୍ୟ ନାହିଁ। ଜଳ ଭିତରେ କିଛି ନାହିଁ। ଅଜ୍ଞାନ, ନିଷ୍ପନ୍ଦ, ନିଷ୍ପ୍ରାଣ, ଗତିହୀନ ଜଡ। ଇଏ କେମିତି ଯୋଡି ହବ? ଇଏ ଯୋଡି ହବ କର୍ମ ମାଧ୍ୟମରେ। କର୍ମ ତାକୁ ଗତିଶୀଳ କରାଇବ। ସେ ଗତିଶୀଳତା ହଉଛି ଏହାର ଆସ୍ପୃହା। ଏବଂ ସେ ଯାହା କରିବ, ଯେଉଁ ସବୁ କର୍ମ କରିବ, ସେ କର୍ମ ତା ଦ୍ୱାରା ଭଗବାନଙ୍କୁ ନିବେଦିତ ଗୋଟେ ଗୋଟେ ଉପହାର। ଏବଂ ତାର ଯୋଉ ଆଚରଣ, ତାର ଯୋଉ ସ୍ପନ୍ଦନ, ତାର ଯୋଉ ଭାଇବ୍ରେସନ, ସେଟା ହଉଛି ତାର ଏକ୍ସପିରେସନ। ସେ ଜଣାଉଛି ଯେ ସେ ଏଇଟା ଚାହୁଁଛି। ପ୍ରିୟ ଭାଇମାନେ, ଗୋଟେ କଥା ଏଠି ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି ବିନମ୍ରତାର ସହିତ। କାହାକୁ ଶିକ୍ଷା ଦେବାର ଅଧିକାର ମୋର ନାହିଁ, ସେଭଳି ଅଭିପ୍ରାୟ ମଧ୍ୟ ନାହିଁ। କେବଳ ଗୋଟେ ଛୋଟିଆ ଅନୁଭୂତି ଯେ ଆମେ
ଶହ ଶହ ଥର ମା ବହି ପଠନ କରି ସାରିଥିଲେ ମଧ୍ୟ ଅନେକ ଜାଗାରେ ଆମର କିଛି ଦୁର୍ବୋଧ୍ୟତା ରହିଯାଇଥାଏ, କିଛି ଗ୍ୟାପ୍ ରହିଯାଇଥାଏ ଆମର ଅଣ୍ଡରଷ୍ଟାଣ୍ଡିଂ ରେ। ଏବଂ ପୂର୍ଣ୍ଣଯୋଗର ସାଧନାର ଯୋଉଟା ମୌଳିକ ନିୟମ ବା ପ୍ରକ୍ରିୟା, ସାଧନାର ଯୋଉ ପ୍ରୋସେସ ଆମେ ସମସ୍ତେ ଜାଣିଛୁ। ଆସ୍ପୁରା ପ୍ରତ୍ୟାଖ୍ୟାନ ସମର୍ପଣ, ସେଠି ଆଉ ଗୋଟେ ଜିନିଷ ଯୋଡ଼ି ଦିଆଗଲା ବିଶ୍ୱାସ। ବିଶ୍ୱାସର ଆଧାରରେ ବାକି ତିନିଟା ଚାଲିବ। ପୂଜ୍ୟ ବାବାଜୀ ସେ ସାଧନା ମାର୍ଗକୁ ଆହୁରି ସରଳ କରିଦେବା ପାଇଁ ଏବଂ ଆମ ପାଖରେ ପହଞ୍ଚେଇ ଦେବା ପାଇଁ ପ୍ରାକ୍ଟିକାଲ ଷ୍ଟେପ ଗୋଟେ ସେଠି ଯୋଡ଼ିଦେଲେ। ନାମ ଜପ, ବିପ୍ରୟାସ, ସେଥିରେ ନାଁ ଯୋଉଠି ହେଲା ବିପ୍ରୟାସନ ଜାଣିଛୁ। କିନ୍ତୁ ପ୍ରାୟତଃ ମୁଁ ଅନେକ ଜାଗାରେ ଦେଖିଛି ବିଭିନ୍ନ ଆଲୋଚନାରେ ଏଇ ଶବ୍ଦ ଗୁଡିକ ଆମେ କେବଳ ଉପର ଠାଉରେ ବୁଝିଥାଉ, ଆଚରଣ ସହିତ ତାକୁ ଯୋଡ଼ି ନଥାଉ ପ୍ରଥମ କଥା। ଏବଂ ଯଦି ବା ଯୋଡ଼ି ଥାଉ, ଯେହେତୁ ବୁଝିବାରେ ହିଁ ଭୁଲ ଥାଏ, ଆଚରଣ କଲାବେଳେ ମଧ୍ୟ ଆମେ ଭୁଲ ଆଚରଣ କରୁ। ପ୍ରକୃତରେ ପ୍ରଭୁ କଣ କହିବାକୁ ଚାହୁଁଛନ୍ତି ଆମେ ଏଇ ଜିନିଷଟା ଜାଣିବା ଦରକାର। ପ୍ରାକ୍ଟିସଟାକୁ ଭଲ ଭାବରେ ବୁଝିବା ଦରକାର। ଜଣେ ଉଚ୍ଚସ୍ତର ସାଧକ ପୂର୍ଣ୍ଣଯୋଗର ସାଧନା ପଦ୍ଧତି ସମ୍ପର୍କରେ ଅନେକ ବହି ଲେଖିଛନ୍ତି। ହଠାତ୍ ମୋର ମନେ ପଡୁନି ସେ ବହିଟା। ଆପଣମାନେ ସମସ୍ତେ ନିଶ୍ଚୟ ପଢିଥିବେ, ଅତି ପପୁଲାର, ଅତି ପରିଚିତ ବହି। ସେଠି ସେ ପୂର୍ଣ୍ଣଯୋଗର ସାଧନା ପ୍ରକ୍ରିୟାରେ ଏଇ ଆସ୍ପୁରା ସମର୍ପଣ ପ୍ରତ୍ୟାଖ୍ୟାନ ସମ୍ପର୍କରେ ଆଲୋଚନା କରିଛନ୍ତି, ତାକୁ ବିଷୟ ଭାବରେ ବୁଝେଇଛନ୍ତି। କିନ୍ତୁ ପରିଶେଷରେ ତା ନିର୍ଯାସ ଯାହା ଯୋଉ ଧାରଟି ଗୁରୁତ୍ୱପୂର୍ଣ୍ଣ, ମୁଁ ସେଟା କେବଳ କହୁଛି ଯେ ସେଠି କହିଛନ୍ତି ଯେ ଆମକୁ ଏ ପ୍ରତ୍ୟେକଟି ପ୍ରକ୍ରିୟା କିଛି କିଛି ଅଭ୍ୟାସ କରିବାକୁ ପଡିବ। ଯେମିତି କିଛି ଆସ୍ପୁରା କରିବା, କିଛି ସମର୍ପଣ କରିବା, କିଛି ପ୍ରତ୍ୟାଖ୍ୟାନ କରିବା, କିଛି ସମର୍ପଣ କରିବା, ସବୁଥିରୁ କିଛି କିଛି କରିବାକୁ ପଡିବ। ଦେଖନ୍ତୁ ଏଇଠି ଆମର ଫଣ୍ଡାମେଣ୍ଟାଲ ମିଷ୍ଟେକ୍ ରହିଯାଏ ଯେ ପ୍ରକୃତରେ ପୂର୍ଣ୍ଣଯୋଗର ସାଧନା ଜଣେ ଯଦି ଭଲ ଭାବରେ ବୁଝିବ, ଦେଖିବ ଯେ ଏ ତିନିଟା ଅଲଗା ଅଲଗା ପ୍ରକ୍ରିୟା ନୁହେଁ। ପ୍ରକ୍ରିୟା କେବଳ ଗୋଟିଏ, ସେଟା ହଉଛି ସମର୍ପଣ। ସମର୍ପଣ ହିଁ ପୂର୍ଣ୍ଣଯୋଗର ସାଧନ ପ୍ରକ୍ରିୟା। ସମର୍ପଣର ଆରମ୍ଭ, ସମର୍ପଣର ଶେଷ। ତାହେଲେ ସେ ସମର୍ପଣରେ ମୋ ଭିତରେ ଯିଏ ବାଧା ସୃଷ୍ଟି କରୁଛି, ମୋ ଭିତରେ ହିଁ ବାଧା ଅଛି, ଧୀରେ ଧୀରେ ଏଟା ସାମ୍ନାକୁ ଆସିବ। ଜଣେ ନିଷ୍ଠାପର ଭାବରେ ଅଭ୍ୟାସ କରେ, ଦେଖିବ ଯେ ବାଧା ଗୁଡା ତା ଭିତରୁ ଆସୁଛି। ତାର ଯେଉଁ ଯାବତୀୟ ଧାରଣା, ପୂର୍ବାର୍ଜିତ ଧାରଣା, ସବୁ ପାଷ୍ଟ ନୋସନ୍ସ, କନସେପ୍ଟସ, ପ୍ରି କନସିଭ୍ଡ ଆଇଡିଆଜ ସବୁ ବାଧା ସୃଷ୍ଟି କରୁଛି। ତାର ଯେଉଁ ପ୍ରାଣିକ ପ୍ରବୃତ୍ତି ସବୁ ରହିଛି, ଆକର୍ଷଣ ଗୁଡିକ ରହିଛି, କାମନା, ବାସନା, ଲୋଭ, ସ୍ୱାର୍ଥ ରହିଛି, ଏସବୁ ତାକୁ ସମର୍ପଣ କରେଇ ଦଉନାହିଁ। ସେ ଚିହ୍ନିବ ଧୀରେ ଧୀରେ। ତାର ଶାରୀରିକ ପ୍ରକୃତିର ଆଳସ୍ୟ, ଜଡ଼, ଆମେ ଏଇ ଶବ୍ଦ ଗୁଡିକୁ ଅନୁଭବରେ ନ ଉତାରିବା ପର୍ଯ୍ୟନ୍ତ ଆମେ ପାଦେ ବି ଆଗେଇ ପାରିବା ନାହିଁ। ତେଣୁ ସେ ଦେଖିବ ଏଇ ସବୁ ବାଧା ଗୁଡାକ ତା ଭିତରେ ଅଛି, ସେ ସବୁ ସେ ଗୋଟି ଗୋଟିକି ପ୍ରତ୍ୟାଖ୍ୟାନ କରିବ। ଏଇଠି ଆସିଲା ପ୍ରତ୍ୟାଖ୍ୟାନ। ଏବଂ ସେ ପ୍ରତ୍ୟାଖ୍ୟାନ ବି କରିବ ସମର୍ପଣ ମାଧ୍ୟମରେ। କାରଣ ଆମର ସାମର୍ଥ୍ୟ ନାହିଁ ଯେ ମୋ ଭିତରେ ଗୋଟେ ଦୁର୍ବଳତାଟିକୁ ଗୋଟାପଣେ ଉପାଡ଼ି ଦେଇକି ମୁଁ ଫୋପାଡ଼ି ଦେବି। ଏମିତି ହେଇଥିଲେ ତ ଜଣେ ମଣିଷ ନିଜ ଇଚ୍ଛା ଅନୁସାରେ ରୂପାନ୍ତରିତ ହେଇଯିବ ନିଜ ସାମର୍ଥ୍ୟ ବଳରେ, ସେଟା ହେଇପାରିବ ନାହିଁ। ସେଥିପାଇଁ ପୁଣି ସେ ଦିବ୍ୟ କୃପାର ଶରଣାପନ୍ନ ହେବାକୁ ପଡିବ, ତା ହାତରେ ତାକୁ ଦେବାକୁ ପଡିବ। ସିଏ ତାର ବିଚାର କରିବେ ଏବଂ ଆବଶ୍ୟକ ରୂପାନ୍ତରଣ କରିବେ। ତେଣୁ ସେ ପ୍ରତ୍ୟାଖ୍ୟାନ ମଧ୍ୟ ସମର୍ପଣ ମାଧ୍ୟମରେ କରାଯିବ।
ତାପରେ ଏଇ ଯୋଉ କାର୍ଯ୍ୟ ସମର୍ପଣ କରିବାର ପ୍ରୟାସ କରିବ ଏବଂ ସେ ପଥରେ ଆସୁଥିବା ବାଧା ଗୁଡିକୁ ଚିହ୍ନିକିରି ଯୋଉ ତାକୁ ପୁଣି ଭଗବାନଙ୍କୁ ଜଣେଇବ, ସମର୍ପଣ କରିବ, ତାକୁ ନିରାକରଣ କରିବା ପାଇଁ ସେ ପ୍ରାର୍ଥନା କରିବ, ଏଇ ଯୋଉ ପ୍ରକ୍ରିୟା ସେ ଲାଗି ରହିବ, ସେଟା ହଉଛି ତାର ଆସ୍ପୃହା। ଆମେ ଥରେ ତ ଜଣେଇ ଦଉ ଭଗବାନଙ୍କୁ, ତାପରେ ଭୁଲି ଯାଉ, ଦୀପଟି ଲିଭିଯାଏ। ଦୀପ ହଉଛି ଆସ୍ପୃହାଗ୍ନିର ପ୍ରତୀକ। ଆମେ ସେ ଆସ୍ପୃହାଗ୍ନିକୁ ଜଳେଇ ପାରୁନାହିଁ। ସେଥିପାଇଁ ଅଖଣ୍ଡ ଦୀପର ମାହାତ୍ମ୍ୟ ଆମର ଅଛି ଆମର ପୁରାଣ କାହାଣୀରେ। ଅଖଣ୍ଡ ଦୀପ ହଉଛି ଅଖଣ୍ଡ ଆସ୍ପୃହା। ଆସ୍ପୃହା ହେବା ଉଚିତ ସଦା ଜାଗ୍ରତ ଅବିରାମ ଅବିଚ୍ଛିନ୍ନ, ପ୍ରଭୁ ଲେଖିଦେଲେ। ସେଟା ହିଁ ଆସ୍ପୃହା। ତେଣୁ ଯଦି ଆମେ ନିରନ୍ତର ଲାଗି ରହୁନାହାନ୍ତି, ଆଚରଣରେ ତାକୁ ଅଭ୍ୟାସ କରିବା ପାଇଁ ଯଦି ଚେଷ୍ଟା କରୁନାହାନ୍ତି, ତାହେଲେ କି ପ୍ରକାର ଆସ୍ପୃହା କରୁଛନ୍ତି? ଏଇଟା କଣ ଆସ୍ପୃହା? ମନରେ ଭାବିଦେବାଟା ଥରେ, ହଁ ମୁଁ ତତେ ଜଣେଇଦେଲି ପ୍ରଭୁ, ବାକି ଯାହା ତାହା ତୁ କରିବୁ। ସିଏ କରିବେ, ତାକୁ ସବୁ ଜଣା ଅଛି, ସବୁ ସିଏ କରିବେ। ଆଉ ମୋର ବ୍ୟକ୍ତିଗତ ଅହଂଟି କାହିଁକି ଦେଇଛନ୍ତି? ବ୍ୟକ୍ତିଗତ ଆଧାରଟି କାହିଁକି ଦେଇଛନ୍ତି? ବୁଦ୍ଧିଟି ବିବେକଟି କାହିଁକି ଦେଇଛନ୍ତି? ଯଦି ସବୁ ସିଏ କରିଦେବେ, ଏଇଟା ହଉଛି ତାମସିକ ସମର୍ପଣ। ଆତ୍ମପ୍ରବଞ୍ଚନା ବୋଲି ପ୍ରଭୁ କହିଦେଲେ। ନିଜକୁ ଯିଏ ଠକିବା ଛଡା ଆଉ କିଛି ନାହିଁ। ଯିଏ ଚେଷ୍ଟା କରିବ, ସିଏ ପ୍ରକୃତରେ ଚାହୁଁଛି। ଚେଷ୍ଟା ମାଧ୍ୟମରେ ସେ ଦେଖେଇ ଦଉଛି ଭଗବାନଙ୍କୁ ଯେ ମୁଁ ଏଇଟା ଚାହେଁ ପ୍ରଭୁ। ମୋର ଆଚରଣ ହିଁ କହିବ ଯେ ମୋର ଆସ୍ପୃହା କଣ। ତେଣୁ ଯଦି ପ୍ରକୃତରେ ମୁଁ ଆସ୍ପୃହା ଭଗବାନଙ୍କୁ ଜଣେଇବାକୁ ଚାହୁଁଛି, ତାହେଲେ ତାର ମାଧ୍ୟମଟା କଣ? ଏଥିରୁ ସ୍ପଷ୍ଟ ହେଇଗଲା। ତାର ମାଧ୍ୟମଟା ହଉଛି କର୍ମ। କର୍ମ ହିଁ ମୋର ଆସ୍ପୃହାର ପରିଚୟ। ଯଦି ମୁଁ ତାକୁ ଛାଡିଦେବି ଆଉ କରିବି କଣ? କଣ ମୁଁ ଆସ୍ପୃହା କରିବି? କଣ ଜଣେଇବି ଭଗବାନଙ୍କୁ? କିପରି ଯୋଡି ହେବି ତାଙ୍କ ସହିତ? କଣ ମୁଁ ସମର୍ପଣ କରିବି? କର୍ମ ମାଧ୍ୟମରେ ତ ମୋର ସବୁ ସାମ୍ନାକୁ ଆସିବ। ମୋର ଶାରୀରିକ ପ୍ରକୃତି, ମୋର ମାନସିକ ଧାରଣା, ମୋର ପ୍ରାଣିକ ସ୍ଥିତି, ସବୁ ଗୋଟି ଗୋଟି କରି ସାମ୍ନାକୁ ଆସିବ। ମୁଁ ସବୁ ତାଙ୍କୁ ଦେବି, କାରଣ ସବୁ ହଉଛି ତାଙ୍କରି। ତେଣୁ ସବୁରି ଉପରେ ତାଙ୍କରି ହିଁ ଅଧିକାର। ମୋର ବୋଲି କିଛି ରଖିନି, ହେଉ ଇଚ୍ଛା ପୂରଣ, ଯାହା ବାଛି ଦେବ ମୋ ପାଇଁ, ଜୀବ ନବା ମରଣ। ସୁଖ ଦୁଃଖ ଭୋଗ ବେଦନା, ଯାହା ଆସୁ ମୋ ପାଶେ, ତୁମ୍ଭ ଦାନ ବୋଲି ଆଦରି, ବରି ନେବି ହରସେ। ସମର୍ପଣର ବିଶୁଦ୍ଧତମ ଉଦାହରଣ ମାଙ୍କର ଏ ପ୍ରାର୍ଥନା, ରାଧାର ପ୍ରାର୍ଥନା। ଆମ ସମସ୍ତଙ୍କର ନିତ୍ୟ ପଠନୀୟ, ନିତ୍ୟ ସ୍ମରଣୀୟ, ନିତ୍ୟ ଅଭ୍ୟାସ କରଣୀୟ। ମାଙ୍କର ରାଧା ପ୍ରାର୍ଥନାକୁ ଟିକିନିଖି ଭାବରେ ଜଣେ ଯଦି ଅଭ୍ୟାସ କରିବା ପାଇଁ ଚେଷ୍ଟା କରିବ, ତାକୁ ଶିଖେଇବା ଦରକାର ନାହିଁ କର୍ମରେ ଯଥାର୍ଥ ମନୋଭାବ କଣ ହେବା ଦରକାର। ସୁଖ ଆସୁ ଦୁଃଖ ଆସୁ, ସୁଖେଷୁ ଉଦ୍ବିଗ୍ନ ମନା, ଦୁଃଖେଷୁ ବିଗତ ସ୍ପୃହ, ବିତ ରାଗ ଭୟ କ୍ରୋଧ ସ୍ଥିତ ଧୀର ମୁନିରୁଚ୍ୟତେ। ଗୀତାରେ ଯାହା ପ୍ରଭୁ ଶ୍ରୀକୃଷ୍ଣ କହିଦେଇଛନ୍ତି, ତାକୁ ନିଜ ଢଙ୍ଗରେ କହିଲେ ଶ୍ରୀମା, କିନ୍ତୁ ସେଥିରେ ଆହୁରି ଅନେକ କିଛି ଯୋଡ଼ିଦେଲେ। ଏ ପ୍ରସଙ୍ଗକୁ ଆମେ ଆସିବା କିଛି ସମୟ ପରେ। ଗୀତାରେ ପ୍ରଦତ୍ତ ଯେଉଁ ନିର୍ଲିପ୍ତ କର୍ମ ଏବଂ ପୂର୍ଣ୍ଣ ଯୋଗର ସମର୍ପିତ କର୍ମ ଭିତରେ ଯେଉଁ ପାର୍ଥକ୍ୟଟି ରହିଛି, ତେଣୁ ମା କହିଲେ I make no difference between work and yoga. Work itself is yoga if it is done with the spirit of dedication and surrender. ସେଇଟା ହିଁ ଯୋଗ। ଆମେ ଭୁଲି ଯାଉ ଯୋଗ ଆଉ ଅନ୍ୟ କେଉଁଠି ଅଛି, ଅଲଗା କରିବା। କର୍ମ ହିଁ ତ ଯୋଗ। ଆମେ ଯାହା ଯୋଗ ନାଁରେ ଆମେ ଯାହା କରିବୁ ବୋଲି ଭାବୁଛୁ, ସେଇଟା ବି ତ ଗୋଟେ ଗୋଟେ କର୍ମ। ତାହେଲେ କର୍ମରେ ପାର୍ଥକ୍ୟ ଭେଦ କାହିଁକି ମୋର? ସେଇ କର୍ମଟି ମୋ ପାଇଁ ଭଗବାନଙ୍କ ସହିତ ଯୋଡି ହେବାର ମାଧ୍ୟମ ହବ, ଏଇ କର୍ମଟି ହବ ନାହିଁ। ଯଦି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଅର୍ଜୁନଙ୍କୁ ଯେ ଯୁଦ୍ଧ କ୍ଷେତ୍ରରେ
विपुल नरसंहार परिवेश भितर जदि जड़े जोगयुक्त होगी रही पारे ताहले दुनिया रे एभली क्यों कर्म अच्छी जहाँ जोग परिसरभुक्त नुहे। तेणु मनोभाव टी असल कथा से मनोभाव रे समर्पित मनोभाव रे निर्लिप्त भाव रे समर्पण भाव सहित यदि करा जाए प्रत्येक कर्म भगवान सहित जोड़ी हमारे माध्यम हो। एवं जदि स्पिरिट से मनोभाव टी आमर न थाए ताहले जेते ध्यान कले मध्य तथाकथित जोग साधना जप ध्यान आसन प्राणायाम भजन कीर्तन सत्संग जहाँ कले मध्य यदि से भावटी नहीं ताहले सेटा आदौ जोग परिसरभुक्त नुहे। सेरा मोर चेतनार उत्तरण सहायक हब नहीं। जड़े साधक मां को प्रश्न कले मदर शुड आई ट्राई मेडिटेशन मां मु किसी ध्यान अभ्यास करी कि चेष्टा करी ध्यान करने मां कहते इट इज नॉट नेसेसरी इफ योर वर्क इज ए कॉन्स्टेंट ऑफरिंग टू द डिवाइन। यदि तुम्हें कर्म को निरंतर भाव रे भगवान को समर्पण करुथाओ ताहले तुम पाई ध्यान करिवार कौन से आवश्यकता नहीं बोली मां कही। 15 सेप्टेम्बर 1934 मसीह बांटी देते माँ आउ ये जो बांटिया पूर्वर मु कहली एटा 13 एप्रिल 1965 देते। इट इज नॉट नेसेसरी इफ योर वर्क इज ए कॉन्स्टेंट ऑफरिंग टू द डिवाइन। 15 सेप्टेम्बर 1934 माँ कहते वर्क डन इन ट्रू स्पिरिट इज मेडिटेशन। यथार्थ मनोभाव सहित करा कर्म हूँ ध्यान। ठीक ये धाड़ी मत आश्चर्य लगला स्वामी शिवानंद आश्रम ऋषिकेश रे मुझे धाड़ी देखली मैंने स्वामीजी मध्य से कथा कही पूरा मिसी जाऊँगी संपूर्ण भाव में। देखु एक ही सत्य सबु द्रष्टा माने सबु जोगी माने अवतार माने देखि था यथार्थ मनोभाव सहित करा कर्म ही ध्यान। ध्यान को अलगा समय अलगा समय कौन करवा ताहले जड़े प्रश्न करें प्रारंभिक अवस्था जड़े किभली समर्पित होकर किभली तार कर्मटी ध्यान परिणत हो। जमती छोट पिलाटी चलला बेले से 3 चकिया गाड़ी धरिक चले कांथ सहारा छिड़ा हुए कांथ सहारा छिड़ा हो शिखला 3 चकिया से चलने शिखला बोली कौन सबुदिन 3 चकिया चलुव सबुदिन कांथ धरी ठिया हो आजीवन ये आम भूल कर पकड़। ध्यान अभ्यास माने ये जो स्टैटिक मेडिटेशन अलगा बसिक आखि बंद करी निष्क्रिय भाव में ध्यान करिवार अभ्यास आमको एथिपाई शिखा जाए जे आमे कर्म माध्यम रे विराट हट्टगोल भितर मध्य एवं अति द्रुत कर्म लिप्तता भितर मध्य से ध्यान अवस्था मेंटेन करि पारुथबा। से जो स्टेट ऑफ मेडिटेशन जहां हमें स्टैटिक मेडिटेशन रे बा स्थिर ध्यान रे एकांत ध्यान रे जो चेतनागत अवस्थाटी आमे अनुभव करू सी अवस्थाटी आमे अति द्रुत गतिशील अवस्था को नहीं पारुथबा। जड़े साइकेल बा मोटरसाइकेल की कार चलला बेले प्रथम पड़िया रे चलाए
ତାପରେ କଣ ସବୁଦିନ ଖାଲି ପଡିଆରେ ଚଲଉଥିବ? ପଡିଆରେ ଯଦି ଚଲେଇବାର ଅଛି ତାହେଲେ କାର ଶିଖିଲା କଣ ପାଇଁ? ଏଇଟା ତ ସହଜରେ ଆମେ ବୁଝିପାରୁଛନ୍ତି। ଯଦି ଆମେ ଏକାନ୍ତ ଧ୍ୟାନ କରିବା ତାହେଲେ ସେ ପଡିଆରେ ଗାଡି ଚଲଉଥିବା, କିଛି ତ ବାଧା ନାହିଁ, ଆରାମରେ। କିନ୍ତୁ ସେଇଟା କଣ ପର୍ପସ? ଇଜ ଆୱାର ପର୍ପସ ସାର୍ଭଡ? କଣ ପଡିଆରେ ଗାଡି ଚଳେଇବା ପାଇଁ ଆମକୁ ଗାଡି କିଣିଛନ୍ତି ଆମେ? ନା ଭିଡ ଭିତରେ, ବଜାର ଭିତରେ, ରାଜରାସ୍ତାରେ, ଗ୍ରାମ୍ୟ ସହରୀ ଉଭୟ ରାସ୍ତାରେ, ସବୁ ପ୍ରକାର ରାସ୍ତାରେ, ମସୁଣ ବନ୍ଧୁର ପାହାଡ ଘାଟି ରାସ୍ତାରେ, ସବୁ ରାସ୍ତାରେ ଆମକୁ ଚଲେଇବାର ଶିଖିବାର ଅଛି। ସେଇଟା ହଉଛି ମେଡିଟେସନ। ତେଣୁ ଏଇଟା ଡାଇନାମିକ ମେଡିଟେସନ ବୋଲି କୁହାଯାଏ। ସେଇଟା ପ୍ରକୃତ ମେଡିଟେସନ। ଆମେ ଷ୍ଟାଟିକଟା ହଉଛି ଆମର ଇନିସିଏସନ, ପ୍ରାଇମେରୀ। ଆମକୁ ପ୍ରାଇମେରୀରୁ ସେକେଣ୍ଡାରୀ, ସେକେଣ୍ଡାରୀରୁ ହାୟର ସେକେଣ୍ଡାରୀ, ହାୟର ସେକେଣ୍ଡାରୀରୁ ଡିଗ୍ରୀ, ଡିଗ୍ରୀରୁ ପୋଷ୍ଟ ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନରୁ ରିସର୍ଚ୍ଚ, ଚରମ ଶିଖରକୁ ଯିବାର ଅଛି। ଏଥିରେ ସନ୍ଦେହ ନାହିଁ ଯେ ଆମର ପ୍ରାରମ୍ଭିକ ଏକାନ୍ତ ଧ୍ୟାନର ଅଭ୍ୟାସଟା ଆମକୁ ସାହାଯ୍ୟ କରିବ ଗତିଶୀଳ ଧ୍ୟାନ କରିବା ପାଇଁ, କିନ୍ତୁ ସେଇଟା ହିଁ ଲକ୍ଷ୍ୟ। କିନ୍ତୁ ଆମେ ଚାହୁଁଛୁ କଣ? ଆମେ ଆରାମରେ ଗାଡି ଚଳେଇବା, ଆରାମରେ ଧ୍ୟାନ କରିବା। ଆରାମରେ ଯଦି କରିବାର ଅଛି, ମା ତ କହିଦେଇଛନ୍ତି, ଆରାମରେ ଯୋଉମାନେ କରିବାକୁ ଚାହୁଁଛନ୍ତି, they are not suitable for my yoga। ଆମେ ଆରାମ କରିବାକୁ ଏଠି ଆସିନାହାନ୍ତି, କିମ୍ବା ଯୋଉ କାର୍ଯ୍ୟ ସମସ୍ତେ ଆଗରୁ କରିଛନ୍ତି ସେଟା ରିପିଟ କରିବାକୁ ଆସିନାହାନ୍ତି, କିମ୍ବା ସରଳିଆ ସହଜିଆ କାମ କରିବାକୁ ଆସିନାହାନ୍ତି। ସମସ୍ତେ ଯଦି ଭାବେ ସହଜିଆ ସରଳିଆ କାମ କରିବେ ତାହେଲେ କଷ୍ଟ କରିବ କି? ଯୋଉମାନେ ମାଙ୍କର ସନ୍ତାନ ସେମାନେ ଆଗେଇ ଆସିବେ, କଷ୍ଟକରଟାକୁ ପ୍ରଥମେ ବାଛିବେ। କାରଣ ଭଗବାନଙ୍କର ନିର୍ବାଚନ କେବେ ଭୁଲ ହବାର ନାହିଁ। ମୋ ପରିସ୍ଥିତି ମତେ କଷ୍ଟକର ଲାଗୁଥାଇପାରେ, ସେଟା ମୋର ପୂର୍ବାଭ୍ୟାସ ଏବଂ ପୂର୍ବାର୍ଜିତ ଧାରଣାରୁ ସେ ଅନୁଭବଟି ମୋର ସୃଷ୍ଟି ହେଉଛି। କିନ୍ତୁ ମତେ ବିଶ୍ୱାସ କରିବାକୁ ପଡିବ ଯେ ସେଟା ମୋ ପାଇଁ ଭଗବାନଙ୍କର ଆଦେଶ, ଭଗବାନଙ୍କର ଦାନ। ମୁଁ ତାକୁ ସାଦରେ ଗ୍ରହଣ କରିବି। ହଁ, ମୁଁ ସେଥିରେ ଆବଶ୍ୟକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିପାରେ, ଉତ୍ତରୋତ୍ତର ଉନ୍ନତି କରିବା ପାଇଁ ଚେଷ୍ଟା କରେ। ଯଦି ସେଥିରେ ମୋର କିଛି ସ୍ୱାର୍ଥ ନଥାଏ, ନିବେଦିତ ହେଇଥାଏ ଭଗବାନଙ୍କୁ, ତାହେଲେ ସେଥିରେ କିଛି ତ୍ରୁଟି ନାହିଁ। ତେଣୁ ମା କହିଲେ, let us work as we pray, for indeed work is body's best prayer to the divine। ଶରୀର କିପରି ତାର ଆସ୍ପୃହା, ତାର ପ୍ରାର୍ଥନା ଭଗବାନଙ୍କୁ ଜଣେଇବ? ତାର ତ ମୁହଁ ନାହିଁ, ସେ କଥା କହିପାରିବ। ଜଡ କୋଷ ଗୁଡିକର କୋଉଠି ବାକ୍ଶକ୍ତି ଅଛି? ସେମାନଙ୍କର ବୁଦ୍ଧି କୋଉଠି ଅଛି? ସେମାନଙ୍କର ଅନୁଭବ ସାମର୍ଥ୍ୟ ମଧ୍ୟ ନାହିଁ। ଇଲେକ୍ଟ୍ରନ ପ୍ରୋଟନ ଗୁଡିକର ସେ ସାମର୍ଥ୍ୟ ନାହିଁ। ସେମାନେ କେମିତି ଜଣେଇବେ? ସେମାନେ ଜଣେଇବେ ଗତିଶୀଳତା ମାଧ୍ୟମରେ, କର୍ମ ମାଧ୍ୟମରେ। କର୍ମ ମାଧ୍ୟମରେ ହିଁ ଶରୀର ନିଜର ଆସ୍ପୃହାଟି ଜଣାଏ ଭଗବାନଙ୍କୁ। ସେ କହେ ସେ ଯାହା କରୁଛି ସେଟା ହିଁ ସେ ଚାହୁଁଛି। ଏବଂ ଭଗବାନ ସେ ତ ପରମ କାରୁଣିକ, ସେ ସବୁବେଳେ ପ୍ରସ୍ତୁତ ହେଇକି ରହିଛନ୍ତି। ତାଙ୍କର ଅନ୍ୟ କିଛି କାମ ନାହିଁ। ସିନସିୟର ପ୍ରେୟାରକୁ ସେ ଗ୍ରାଣ୍ଟ କରିବେ। ତେଣୁ ଏଇ ଯୋଉ ନିଷ୍ଠାପର ଆସ୍ପୃହା, ଏଇଟା ହଉଛି ବିଶୁଦ୍ଧତମ। କାରଣ ଏଥିରେ କିଛି ଠକାମି ନାହିଁ, ଏଠି ପ୍ରତାରଣା ନାହିଁ, ଏଠି ଚାଲବାଜି ନାହିଁ। କାରଣ ଯାହା କରୁଛି ସେଇଟା ହିଁ ସେ ଆପ୍ଲିକେସନ, ସେଟା ହିଁ ସେ ଏକ୍ସପ୍ରେସନ। ତେଣୁ ତାର ଉତ୍ତର ସ୍ୱରୂପ କଣ ହୁଏ? ଶରୀର ସାମର୍ଥ୍ୟ ବଢେ। ଏଟା ଆମ ସମସ୍ତଙ୍କର ଅନୁଭୂତି। ଶରୀରଟି ଆଉ ଟିକେ ଶୁଦ୍ଧ ହୁଏ, ନିରୋଗ ହୁଏ, ବଳିଷ୍ଠ ହୁଏ, ବିକଶିତ ହୁଏ, ବୃଦ୍ଧିପ୍ରାପ୍ତ ହୁଏ। ତେଣୁ ଯେତେ ଆମେ କ୍ରିୟାଶୀଳ ରଖିବା ଶରୀରଟିକୁ, ତା ଅର୍ଥ ନୁହେଁ ଯେ ମୂଢ ଭାବରେ ମୁଁ ପାହାଡଟି ଭାଙ୍ଗିବା ପାଇଁ ଚେଷ୍ଟା କରିବି।
ବା ସେଭଳି ଗୋଟେ ବିରାଟ ଦାୟିତ୍ୱ ନେଇଯିବି। ନିଜର ସାମର୍ଥ୍ୟ, ନିଜର ସର୍ବୋତ୍ତମ ଜ୍ଞାନ ଅନୁସାରେ ନିଜର ସାମର୍ଥ୍ୟକୁ ଆକଳନ କରି ଯାହା ଭଗବାନ ଦେଇଛନ୍ତି, ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସର୍ବୋତ୍ତମ ଭାବରେ କରିବା ପାଇଁ ଚେଷ୍ଟା କରିବା। ସେଟା ହଉଛି ୱାର୍କ ଡନ୍ ଇନ୍ ଟୁ ସ୍ପିରିଟ୍। ଏବଂ ମା କହିଲେ ଡୁ ୟୋର ୱାର୍କ ଏଜ୍ ୱେଲ୍ ଏଜ୍ ୟୁ କ୍ୟାନ୍, ଯଥାସମ୍ଭବ ଭଲ ଭାବରେ। କାରଣ ସେ କାର୍ଯ୍ୟଟି ଆମେ ଭଗବାନଙ୍କ ପାଇଁ କରୁଛନ୍ତି, ଅନ୍ୟ କାହା ପାଇଁ ନୁହନ୍ତି। ସେଟା ଭଗବାନଙ୍କୁ ନିବେଦିତ ହବ। ଯଦି ମତେ କୁହାଯାଏ ଯେ ମୋତେ କିଛି ସୁନ୍ଦର ଜିନିଷଟି ତିଆରି କରିବି ଯାହା ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ସାହେବଙ୍କୁ କିମ୍ବା ଆମର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମ୍ୟାଡାମଙ୍କୁ ନିବେଦିତ ହବ, ସେଟା ଅଫୋର୍ଡ କରାଯିବ, ତାହେଲେ ମୁଁ କେତେ ମନ ଦେଇକି ସେଟା କରିବି, କେତେ ଆନନ୍ଦ ସହକାର, କେତେ ଉତ୍ସାହର ସହିତ, କେତେ ନିଖୁଣତାର ସହିତ ମୁଁ କାମଟି କରିବାକୁ ଚେଷ୍ଟା କରିବି। ତେବେ ଯଦି ଭଗବାନ ଆସନ୍ତି, ଏବଂ ତ ପ୍ରତ୍ୟେକଟି କର୍ମ ତ ଭଗବାନଙ୍କୁ ନିବେଦିତ ଗୋଟେ ଉପହାର, ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନ ଅପେକ୍ଷା କରି ରହିଛନ୍ତି ଆମ ହାତରୁ ସେ ଉପହାରଟି ଗ୍ରହଣ କରିବା ପାଇଁ। ତାହେଲେ କେତେ ବଡ ସୁଯୋଗ ଏବଂ କେତେ ଭାଗ୍ୟବାନ ଆମେ। ଆଜି ପର୍ଯ୍ୟନ୍ତ ଆମେ ଏକଥା ଜାଣିନଥିଲେ, କିଛି କଥା ନାହିଁ। ଜବ ଜାଗେ ତବ ସବେରା, ଯିଏ ଯେବେଠୁ ଜାଣିଲା ସେବେଠୁ ହିଁ ଆରମ୍ଭ କରିବା। ମୁଁ କହିଦଉଛି ବୋଲି ମୁଁ ସବୁ ଜାଣିବି। ପ୍ରକୃତରେ କହିବାଟା ତ ବହୁତ ସହଜ। ଏଥିରୁ ବିନ୍ଦୁଟି ଜଣେ ଯଦି ଆଚରଣ କରିବ, ସେ ସମସ୍ତଙ୍କର ନମସ୍ୟ। A drop of practice is better than ocean of theories, advices and good resolutions ବୋଲି ମା କହେ। ତେଣୁ କରି ଜାଣିଲେ ଆମର ପ୍ରତ୍ୟେକଟି କର୍ମ ଭଗବାନଙ୍କ ପାଇଁ ନିବେଦିତ ଗୋଟେ ଉପହାର ହେଇଯିବ। ଏବଂ ସେଇଟା ହିଁ ପ୍ରାର୍ଥନା। କେବଳ ମୁହଁରେ କହିବାଟା ଭଗବାନ ମତେ ଏଇଟା ଦିଅ, ସେଇଟା ଦିଅ, ମୋର ଏଇଟା ଦରକାର, ମତେ ଏମିତି କରିଦିଅ, ସେମିତି କରିଦିଅ, ମତେ ତୁମର କରିନିଅ, ମତେ ତୁମର କୋଳରେ ଶୁଆଇ ଦିଅ, ଏଇ ସବୁ ଉପର ଠାଉରିଆ ଚିକଣ କଥାରେ କିଛି ଲାଭ ନାହିଁ। ଠିକ ଅଛି, ଯାହା ଅନ୍ତର ପ୍ରେରଣା ଆସୁଛି ସେ କହିପାରେ କିଛି। ଲେଟ୍ ଅସ୍ ବି ଟ୍ରୁ ଟୁ ଆୱାର ସେଲ୍ଫସ୍। ନିଜ ସହିତ ଆମେ ପ୍ରତାରଣା କରିବା ନାହିଁ। ଏବଂ ଆମେ ଯାହା କରୁଛୁ ପ୍ରକୃତରେ ସେଇଟା ଆମର କୋଷ କହୁଛି ଭଗବାନଙ୍କୁ, ସେ ଜଣାଉଛି ସେ ସେଇଟା ଚାହେଁ ବୋଲି। ଜଣେ ଯଦି ମୁହଁରେ କହୁଥିବ କିନ୍ତୁ ଆଚରଣ ଓଲଟା କରୁଥିବ, ମୁହଁରେ ମୁଁ କହୁଥିବି ମୋର ରୋଗମୁକ୍ତ କରିଦିଅ ପ୍ରଭୁ, ମତେ ସୁସ୍ଥ ରଖ, କିନ୍ତୁ ଏଡେ ବରା ସିଙ୍ଗଡା ଖାଉଥିବି। ମୋର ଶରୀର କଣ କହୁଛି ନା ମତେ ମଇଳା ଦରକାର, ମତେ ଅଶୁଦ୍ଧ ଦରକାର, ମତେ ରୋଗ ଦରକାର, ଏଇଟା କୋଷ କହୁଛି। ତୁମର ମନଟି କହିଲେ କଣ ହବ? କୋଷ ଯାହା କହୁଛି ଭଗବାନଙ୍କୁ ସେଇଟା ଶୁଣିବେ ଏବଂ ସେ କହିବ ତଥାସ୍ତୁ। ସେ ତ ତଥାସ୍ତୁ କରିବା ପାଇଁ ପ୍ରସ୍ତୁତ, ସଦା ପ୍ରସ୍ତୁତ। ତେଣୁ ମୁହଁର ଆସ୍ପୃହାରେ କିଛି ଲାଭ ନାହିଁ। ଯାହା କରିବା ଆମେ ଶାରୀରିକ ଭାବରେ ସେଇଟା ଆସିବା। ୱାର୍କ ଇଜ ଦ ପ୍ରେୟାର, ସେଥିପାଇଁ ମା କହିଲେ। ଏବଂ ସମୟ ତ ଅତିକ୍ରାନ୍ତ, ମୁଁ ଶେଷରେ ଗୋଟିଏ କଥା କହିକରି ଶେଷ କରିବି ଯେ ଗୀତାରେ ପ୍ରଦତ୍ତ ନିର୍ଲିପ୍ତ କର୍ମ ଏବଂ ପୁଣ୍ୟଯୋଗରେ ଯେଉଁ ସମର୍ପିତ କର୍ମର କଥା ଭଗବାନଙ୍କୁ ପ୍ରଭୁ କହୁଛନ୍ତି, ପାର୍ଥକ୍ୟ କେବଳ ରହିଛି ଯେ ଏଠି ପ୍ରେମ, ଆନନ୍ଦ ଏବଂ ସମର୍ପଣ ଭାବଟି ରହିଛି ଅଧିକ। ନିର୍ଲିପ୍ତତା ଉଭୟ ଜାଗାରେ ରହିଛି, ସମତା ଭାବ ଉଭୟ ଜାଗାରେ ରହିଛି, ନିଃସ୍ୱାର୍ଥପରତା ସବୁ ଜାଗାରେ ରହିଛି, ଉଭୟ ଜାଗାରେ। କିନ୍ତୁ ପ୍ରେମ, ଆନନ୍ଦ ଏବଂ ସମର୍ପଣର ଭାବ ସହିତ ଭଗବାନଙ୍କୁ ସେବା କରିବାର ଗୋଟେ ସୁଯୋଗ ପାଉଛନ୍ତି ବୋଲି ତାଙ୍କ ପ୍ରତି ଗଭୀର କୃତଜ୍ଞତାର ଭାବଟି ପୂର୍ଣ୍ଣ ଯୁଗରେ ପ୍ରଭୁ ଆମକୁ ଶିଖେଇଛନ୍ତି। କର୍ମ ମାଧ୍ୟମରେ ତାଙ୍କ ସହିତ ଯୋଡି ହେବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଭୁଙ୍କୁ ଆମେ ବାରମ୍ବାର ଗଭୀର ନିବିଡ଼ କୃତଜ୍ଞତା ଜଣେଇବା। ଏବଂ ସେ କୃତଜ୍ଞତା ଯେତେବେଳେ ଜଣେଇବା, ଆମ ସମଗ୍ର ଅନ୍ତର୍ଚେତନାଟି ଗୋଟେ ଆନନ୍ଦ ସାଗରରେ ଭରିଯିବ। ଆନନ୍ଦ, ପ୍ରେମ ଏବଂ କୃତଜ୍ଞତା ଏଇଟା ଏକା ସାଙ୍ଗରେ ଆସିବ। ସେଇ ମନୋଭାବରେ କରାଯାଉଥିବା କର୍ମ ଭଗବାନଙ୍କ ପ୍ରତି ନିବେଦିତ ହେବ ଏବଂ ତାହା ଆମକୁ ବନ୍ଧନମୁକ୍ତ କରିବ।
भगवान सहित जोड़ी हबार जोगयुक्त हबार गोटे बलिष्ठ माध्यम है। समस्त भाई को आग्रह योगदान निमंते अशेष धन्यवाद जनाऊँगी। मां पाखरे समस्त तरफ विनम्र कृतज्ञता निवेदन करुछि। वंदे मातरम्।